ସୁସ୍ଥ ଜୀବନ ଓଡ଼ିଶାରେ ଆଜି କହିବି ମଇଦା ବିଷୟରେ କେତେ ଖରାପ କେତେ ଭଲ। ମଇଦା ହେଉଛି ରିଫାଇଣ୍ଡ ଅଟା ଯାହାକୁ ଗ୍ଲୁଟେନ୍ କୁହାଯାଉଛି। ଗହମ ଦାନାକୁ ବାରମ୍ବାର ପ୍ରୋସେସିଂ କରି ତା ବାହ୍ୟ ଆବରଣକୁ କାଢ଼ି ଭିତରେ ଥିବା ଏଣ୍ଡୋସ୍ପର୍ମରୁ ଯେଉଁ ଫ୍ଲୋର ତିଆରି କରାଯାଏ ତାକୁ ମଇଦା କୁହାଯାଏ। ଏଥିରେ ତନ୍ତୁ ବା ଫାଇବର ଅଂଶ ନଥାଏ ଯାହାକୁ ଆମେ ଚୋକଡ଼ କହୁଛେ। ତେଣୁ ମଇଦାକୁ ହଜମ କରିବା କଷ୍ଟ ହୋଇଥାଏ। ଗହମର ଗୁଣ ଏଥିରେ ବିଲକୁଲ ନଥାଏ। ଗହମରେ ଯେଉଁ 3.8 ଗ୍ରାମ ଫାଇବର ରହିବା କଥା ତାହା ମଇଦାରେ ଆଦୌ ନଥାଏ। ଭଗବାନ ସୃଷ୍ଟିରେ ପ୍ରତ୍ୟେକ ଜିନିଷ ତିଆରି କରିଛନ୍ତି ଖାଦ୍ୟ ଜିନିଷ ଯାହାକୁ ଗୋଟିଏ ପ୍ରକ୍ରିୟାରେ ଖାଇବାକୁ ହୁଏ। ଯେମିତିକି ଫଳକୁ ଆମେ ଚୋବେଇ ଖାଇପାରିବା, ଜୁସ୍ କରିକି ବି ଖାଇପାରିବା। କିନ୍ତୁ ଯଦି ଆପଣମାନେ ଫଳକୁ ଚିପୁଡ଼ିକି ତାର ରସ ବାହାର କରିକି ପିଇବେ, ତାକୁ ହଜମ କରିବା ପାଇଁ ତା ସହିତ ଯେଉଁ ଫାଇବର ଅଂଶ ରହିବା ଆବଶ୍ୟକ ସେଟା ରହିନଥାଏ। ତେଣୁ ଷ୍ଟୋମାକକୁ ବା ଆମ ପେଟକୁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ। ସେମିତି ମଇଦା ଯେଉଁଥିରେ ଫାଇବର ଅଂଶ ବହୁତ କମ୍ ବା ଅଲମୋଷ୍ଟ ଜିରୋ, ତାହା ଅଠାଳିଆ ହୋଇଥାଏ, ଚିକିଟା ଗୁଣ ଏଥିରେ ରହିଥାଏ। ତେଣୁ ତାକୁ ହଜମ କରିବା ପାଇଁ ଏଥିରେ ଥିବା ପୋଷକ ତତ୍ତ୍ୱକୁ ଶରୀର ଟାଣିବା ପାଇଁ ବହୁତ ପରିଶ୍ରମ ପଡ଼ିଥାଏ। ପୁରା ବିଶ୍ୱରେ ଥିବା ବେକରୀ ଇଣ୍ଡଷ୍ଟ୍ରି ମଇଦା ଦ୍ୱାରା ହିଁ ଚାଲିଛି। ଆଉ ଏଇ ମଇଦା ଧୀରେ ଧୀରେ ଭାରତକୁ ଗ୍ରାସ କରି ସାରିଲାଣି। ପ୍ରତ୍ୟେକ ଖାଦ୍ୟ ଉପାଦାନରେ ମଇଦାର ଅଂଶ ରହିଛି। ମଇଦା ଦ୍ୱାରା ହିଁ ତିଆରି ହେଉଛି। ଆପଣମାନେ ଏଇଥିରେ କହିବେ ଯେ ଆଗ କାଳରେ ଲୋକ କଣ ମଇଦାରୁ ତିଆରି ଜିନିଷ ଖାଉନଥିଲେ, ସିଙ୍ଗେଡ଼ା ଇତ୍ୟାଦି ଖାଉନଥିଲେ? ସେମାନେ ସବୁ ପ୍ରକାର ଜିନିଷ ଖାଉଥିଲେ, ଯାହା ଭିତରେ ମଇଦା ତିଆରି ଜିନିଷ ଗୋଟେ ଛୋଟିଆ ଭାଗ ନେଉଥିଲା, ଯାହାକି ତାଙ୍କୁ ହଜମ କରିବାକୁ ବେଶୀ କଷ୍ଟ ପଡୁନଥିଲା। କିନ୍ତୁ ବର୍ତ୍ତମାନ ସମୟରେ ଅଟାରେ ପରିବର୍ତ୍ତନ ଆସିଲାଣି। ସାରଯୁକ୍ତ ଗହମ ତିଆରି ହେଉଛି, ସେଇଥିରୁ ମଇଦା ତିଆରି ହେଉଛି। ତେଣୁ ମଇଦାର କ୍ୱାଲିଟିରେ ବି ବହୁତ ଫରକ, ବହୁତ ନିମ୍ନଗାମୀ ହେଲାଣି। ଆଉ ଖାଦ୍ୟର ଅଧିକାଂଶ ଆଇଟମ ମଇଦାରେ ତିଆରି ହେଉଛି। ତେଣୁ ତାକୁ ଆମ ପାଚନ ତନ୍ତ୍ର କେତେ ଦୂର ଗ୍ରହଣ କରିପାରିବ ସେଟା ଆପଣମାନେ ଚିନ୍ତା କରନ୍ତୁ। ଯଦି ଆମେ ଅଟା ଆଉ ମଇଦାକୁ ତୁଳନା କରିବା, ପ୍ରତି 100 ଗ୍ରାମ ଅଟାରେ 300 କ୍ୟାଲୋରି ଥାଏ ଏନର୍ଜି, ଆଉ 100 ଗ୍ରାମ ମଇଦାରେ 364 କ୍ୟାଲୋରି ଥାଏ। ମାତ୍ର 64 କ୍ୟାଲୋରିର ଫରକ। କିନ୍ତୁ ଦୁଇ ଜଣ ଯାକ ଭିତରେ ଏତିକି ପ୍ରଭେଦ ଯେ ଅଟାରେ ଯେଉଁ 300 କ୍ୟାଲୋରି ଥାଏ ତାକୁ ହଜମ କରିବା ପାଇଁ ଯଥେଷ୍ଟ ଫାଇବର ଅଟାରେ ଥାଏ। କିନ୍ତୁ ମଇଦାରେ ଫାଇବର ଅଂଶ ନଥିବାରୁ ସେଇ 364 କ୍ୟାଲୋରି ଆମ ପାଇଁ ଅଧିକ କଷ୍ଟ ହୋଇଯାଏ ହଜମ କରିବା। ଲଗାତାର ଏବଂ ବାରମ୍ବାର ମଇଦା ତିଆରି ଖାଦ୍ୟ ଖାଇବା ଦ୍ୱାରା ଅଧିକ ପରିମାଣରେ ବା କମ ପରିମାଣରେ ହଉ ପେଟ ଖରାପ ନିଶ୍ଚିନ୍ତ ହୋଇଥାଏ। ଯାହାର ଇଞ୍ଜିନ ଟିକେ ଜୋର ଥିବ ସେ ତାକୁ ହଜମ କରିନେବ, ଆଉ ଯିଏ ଟିକେ ଦୁର୍ବଳ ଥିବ ତା ଉପରେ ଖୁବ୍ ଶୀଘ୍ର ପ୍ରଭାବଟା ପଡ଼ିଯିବ। କିନ୍ତୁ ପ୍ରତ୍ୟେକ ବ୍ୟକ୍ତିଙ୍କର ଷ୍ଟୋମାକ ଆଲର୍ଜି ହେବାର ସମ୍ଭାବନା ରହିଥାଏ। ସହଜରେ ପାଚନ ପ୍ରକ୍ରିୟାରେ ମଇଦା ସାମିଲ ହୋଇପାରେ ନାହିଁ। ଫଳ ନ ଖାଇ ମାଜା ପିଇବା, ଯାହା ଗହମରୁ ତିଆରି ଅଟା ନ ଖାଇ ସେଇ ଗହମରୁ ତିଆରି ଯାହାକୁ କି ବ୍ଲିଚିଂ କରାଯାଇଥାଏ, ହ୍ୱାଇଟେନିଂ କରାଯାଇଥାଏ, ସେଇ ମଇଦା ଖାଇବା ସେଇଆ। ମଇଦାରେ ଭିଟାମିନ୍, ମିନେରାଲ, ପ୍ରୋଟିନ୍, ପୋଷକ ତତ୍ତ୍ୱ ଇତ୍ୟାଦି ବହୁତ କମ୍ ଥାଏ, ପ୍ରାୟ ନଥିବା ସହିତ ସମାନ। ସଙ୍ଗେ ସଙ୍ଗେ ନହେଲେ ବି ଧୀରେ ଧୀରେ ଏହାର ସେବନ ଦ୍ୱାରା କେତେକ ରୋଗକୁ ନିମନ୍ତ୍ରଣ ଦିଆଯାଇଥାଏ, ଯେମିତିକି କୋଷ୍ଠକାଠିନ୍ୟ, ଗ୍ୟାସ୍, ଏସିଡିଟି, ଚର୍ବି ଜମା ହେବା, ପେଟ ବାହାରିବା, ଅନ୍ତନଳୀ ମୁଭମେଣ୍ଟ ଠିକରେ ନହେବା। ମଇଦା ତିଆରି ଜିନିଷ ଯଦି ଆପଣମାନେ ଖୁସି ବାସିରେ ଦିନେ ଅଧେ ପୂଜା ପାର୍ବଣ, ବାହାବ୍ରତ ଇତ୍ୟାଦିରେ ଖାଉଛନ୍ତି, ତାହା ସେତେଟା ପ୍ରଭାବ ପକାଇ ନଥାଏ। ତେବେ ମଇଦା ତିଆରି ଜିନିଷ ସହିତ ସାଲାଡ, ପନିପରିବା, ପିଆଜ ଇତ୍ୟାଦି ମିଶାଇ ଖାଇଲେ
फाइबर एथिरे आड होइଥାଏ तेणु तार क्षतिकारी प्रभाव बहुत परिमाणରେ कमी ଯାଇଥାଏ। ମଇଦା ବଦଳରେ ବା ମଇଦା ତିଆରି ଜିନିଷ ବଦଳରେ କଣ ଖାଇବେ? ଓଟ୍ସ, ବ୍ରାଉନ୍ ବ୍ରେଡ୍, ଅଟା ନୁଡୁଲ ଏସବୁ ଆପଣ ବ୍ୟବହାର କରନ୍ତୁ। ଚୋକଡ଼ ମିଶା ଅଟା ସବୁଠାରୁ ବେଷ୍ଟ। ଅଲ୍ଟରନେଟିଭ ଖୋଜିବାକୁ ଚାହିଁଲେ ଆପଣମାନେ ନିଶ୍ଚିନ୍ତ ଭାବରେ ପାଇଯିବେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା, ସଚେତନ ବାର୍ତ୍ତା, ଆୟୁର୍ବେଦିକ ଏବଂ ହୋମିଓପାଥିକ ଔଷଧ ଇତ୍ୟାଦି ବିଷୟରେ ଅଧିକରୁ ଅଧିକ ଜାଣିବା ପାଇଁ ସୁସ୍ଥ ଜୀବନ ଓଡ଼ିଶା ଚ୍ୟାନେଲକୁ ସବସ୍କ୍ରାଇବ କରିବା ପାଇଁ ଆପଣମାନଙ୍କୁ ଅନୁରୋଧ। ଧନ୍ୟବାଦ।